ପ୍ରକୃତିର ତାଣ୍ଡବ କ'ଣ ସେଇଟା ଆପଣମାନେ ଏଇ ଭିଡ଼ିଓରୁ ଦେଖିକି ଭଲ ଭାବରେ ବୁଝିପାରୁଥିବେ ଆଜ୍ଞା। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଗତକାଲି ଘଟିଥିବା ଯେଉଁ ଭୟଙ୍କର ଦୃଶ୍ୟ, ପବନର ଯେଉଁ ଘୂର୍ଣ୍ଣିଝଡ଼ କେଉଁଭଳି ପ୍ରକାର କ୍ଷତିଗ୍ରସ୍ତ କରିଛି ସେଇଟା ଆପଣମାନେ ଭାବିଲେ ଆପଣମାନଙ୍କର ରୁମ ଟାଙ୍କୁରି ଉଠିବ। ପାଖାପାଖି 25ରୁ 30 ଘର ଭାଙ୍ଗି ଚୁରମାର କରିଦେଇଛି। ଗଛ ଲତା କେତେ କ'ଣ କ୍ଷତିଗ୍ରସ୍ତ କରିଦେଇଛି ସେଇଟା ଆପଣମାନେ ନ୍ୟୁଜ୍ରୁ ଦେଖିକି ଭଲ ଭାବରେ ବୁଝିପାରୁଥିବେ। ଏ ଭିଡ଼ିଓରେ ଚାଲିଥିବା ଦୃଶ୍ୟଗୁଡ଼ିକୁ ବି ଆପଣମାନେ ଦେଖିଲେ ଜାଣିପାରିବେ। ଏଇଥିପାଇଁ କୁହନ୍ତିନି କି ଯେଉଁମାନେ କୁହନ୍ତି ଭଗବାନ ନାହାନ୍ତି ସେଇମାନେ ପ୍ରକୃତରେ ଦୃଶ୍ୟଟି ଦେଖିବା ଉଚିତ। ମିହିର ଦାସଙ୍କର ଗୋଟେ ବହୁତ ଭଲ ଡାଇଲଗ୍ ଅଛି, ଭଗବାନଙ୍କୁ ଟିକେ ଡରରେ, ଭଗବାନଙ୍କୁ ଟିକେ ଡର। ପ୍ରକୃତରେ ଆଜ୍ଞା ନିଜର କର୍ମ ସବୁବେଳେ ଭଲ ରଖନ୍ତୁ। ଯେଉଁମାନେ ଭାବୁଛନ୍ତି ଆମେ ଯେତେ ଅପକର୍ମ କଲେ ଯେତେ ଯାହା କଲେ ଆମର କେବେ କିଛି କ୍ଷତି ହେବନି, ଏଇ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବରେ ଦିମାଗରୁ କାଢ଼ି ଦିଅନ୍ତୁ ଆଜ୍ଞା। କାରଣ ଯେତେବେଳେ ପ୍ରକୃତି ତାର ତାଣ୍ଡବ ରଚିବ ନା ସେତେବେଳେ ସବୁ ଟେକ୍ନୋଲୋଜି ତା ପାଖରେ ଫେଲ୍ ମାରିଯିବ। ଆଜ୍ଞା ଏ ଦୃଶ୍ୟଟି ଗତକାଲି ଘଟିଥିବା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳର। ଭାବିଲା ବେଳକୁ ରୁମମୂଳ ଟାଙ୍କୁରି ଉଠୁଛି ଆଜ୍ଞା। ସତ କଥା, ଗୋଟେ ବଡ଼ ବଡ଼ିଆ ଗୋଟେ ବହୁତ ଭଲ କଥା କହିଛନ୍ତି ଆଜ୍ଞା। ଆପଣଙ୍କର କର୍ମ ହିଁ ଆପଣଙ୍କର ସବୁଠାରୁ ବଡ଼ ଧର୍ମ। ଆଉ ତା ନହେଲେ ଆପଣଙ୍କର ସବୁବେଳେ ତ ସେଇ ପ୍ରକୃତି ସେଇ ବିଧାତାର ଏକାବେଳେ ସେ ଯେତେବେଳେ ସଂହାର କରିବା ପାଇଁ ବାହାରିବ ନା ସେତେବେଳେ ସବୁ କିଛି ଧ୍ୱଂସ କରିକି ଥୋଇଦେବ, ସବୁ ଟେକ୍ନୋଲୋଜି ଫେଲ୍ ମାରିଯିବ।